ଉଦାହରଣ 3 ଶତକଡ଼ା 5 ହାରରେ 800 ଟଙ୍କାର 3 ବର୍ଷର ଚକ୍ରବୃଦ୍ଧି ସୁଧ ନିର୍ଣ୍ଣୟ କର। ମୂଳଧନ P ସମାନ 800 ଟଙ୍କା, ସୁଧର ହାର ସମାନ R ଶତକଡ଼ା ସମାନ 5 ଶତକଡ଼ା। ଆମେ 3 ବର୍ଷର ଚକ୍ରବୃଦ୍ଧି ସୁଧ ନିର୍ଣ୍ଣୟ କରିବା। ତାହେଲେ ସମୟ 3 ବର୍ଷ। ଏଠି ପ୍ରଶ୍ନରେ ସୁଧ ଦେୟ ସମୟ ଦେଇନାହିଁ, ତା ମାନେ ଆମେ ସୁଧ ଦେୟ ସମୟକୁ 1 ବର୍ଷ ବୋଲି ନେବା। ତା ମାନେ କ'ଣ? ଗୋଟେ ବର୍ଷରେ ଥରେ ମୂଳଧନ ଉପରେ ସୁଧ ହିସାବ କରି ମୂଳଧନରେ ଯୋଗ କରାଯିବ। ତାହେଲେ ଯଦି ବର୍ଷକୁ ଥରେ ସୁଧ ହିସାବ କରାଯିବ ତାହେଲେ 3 ବର୍ଷକୁ ନିଶ୍ଚିତ 3 ଥର ସୁଧ ହିସାବ କରାଯିବ। ତାହେଲେ ସମୟ ସମାନ 3 ବର୍ଷ, ଅର୍ଥାତ୍ n ସମାନ 3। ଯେହେତୁ 3 ବର୍ଷରେ 3 ଥର ସୁଧ ହିସାବ କରାଯାଏ, ସେଥିପାଇଁ n ହେଉଛି 3। ଅତଏବ ସମୂଳ ଚକ୍ରବୃଦ୍ଧି ସୁଧ A ସମାନ P ହୋଲ୍ ଇଣ୍ଟୁ 1 ପ୍ଲସ୍ R/100 ଟୁ ଦ ପାୱାର n ସମାନ P କେତେ? 800 ଟଙ୍କା। ତେଣୁ 800 ହୋଲ୍ ଇଣ୍ଟୁ 1 ପ୍ଲସ୍ R ହେଉଛି 5 ବିଭକ୍ତ 100 ଟୁ ଦ ପାୱାର 3, n ଜାଗାରେ ଲେଖାଯିବ 3 ସମାନ 800 ହୋଲ୍ ଇଣ୍ଟୁ 1 ପ୍ଲସ୍ ଏଇ 5 ବିଭକ୍ତ 100କୁ ଆମେ ଲଘିଷ୍ଠ ରୂପରେ ପ୍ରକାଶ କରିବା। ଯଦି ଲଘିଷ୍ଠ ରୂପରେ ପ୍ରକାଶ ନ କରିବା, ଏଇ 1 ପ୍ଲସ୍ 5/100 କେତେ ହେଇଯିବ? ଆମେ ଜାଣୁ 1 ଯାହା 100/100 ସେଇଆ, ଏଠି ଅଛି 5/100। ତାହେଲେ 100/100ରେ 5/100 ଯୋଗ କଲେ ହେଇଯିବ 105 ବିଭକ୍ତ 100। 105 ବିଭକ୍ତ 100 ଟୁ ଦ ପାୱାର 3। ତାହେଲେ 105କୁ 3 ଥର ଗୁଣନ କଲାବେଳେ ଆମକୁ କଷ୍ଟ ଲାଗିବ। 105କୁ 3 ଥର ଗୁଣନ କଲେ ନିଶ୍ଚିତ ଆମକୁ ବହୁତ ସମୟ ଯିବ। ସେଥିପାଇଁ ଆମେ ଏଇ 5 ବିଭକ୍ତ 100କୁ ଲଘିଷ୍ଠ ରୂପରେ ପ୍ରକାଶ କରିବାକୁ ପଡ଼ିବ। ତାହେଲେ 5କୁ 5 ଦ୍ୱାରା ଭାଗ କଲେ 1, 100କୁ 5 ଦ୍ୱାରା ଭାଗ କଲେ 20। ତେଣୁ 5 ବିଭକ୍ତ 100 ଯାହା 1 ବିଭକ୍ତ 20 ସେଇଆ ଟୁ ଦ ପାୱାର 3 ସମାନ 800 ହୋଲ୍ ଇଣ୍ଟୁ ଏଇ 1 ମିଶାଣ 1 ବିଭକ୍ତ 20 କେତେ ହେବ? 21 ବିଭକ୍ତ 20। କାରଣ 1 ମିଶାଣ 1 ବିଭକ୍ତ 20 ଯାହା 1 ପୂର୍ଣ୍ଣ 1 ବିଭକ୍ତ 20 ସେଇଆ। ତାହେଲେ 20 କେ 20, 20ରେ 1 ଯୋଗ କଲେ 21, ତେଣୁ ଏଠି ହେଇଯିବ 21 ବିଭକ୍ତ 20 ବା 1 ଯାହା 20 ବିଭକ୍ତ 20 ସେଇଆ। 20 ବିଭକ୍ତ 20 ମିଶାଣ 1 ବିଭକ୍ତ 20 ଉଭୟର ହର ସମାନ ହେଇଯିବାରୁ ତାଙ୍କ ଯୋଗଫଳର ହର ସେ 20 ରହିବ, ଲବ କେବଳ ଯୋଗ ହେବ। 20 ମିଶାଣ 1 21। ତାହେଲେ 1 ମିଶାଣ 1 ବିଭକ୍ତ 20 ହେଇଯିବ 21 ବିଭକ୍ତ 20 ଟୁ ଦ ପାୱାର 3 ସମାନ 800 ଗୁଣନ ଇଏ ହେଉଛି 21Q ବିଭକ୍ତ 20Q। 21କୁ 3 ଥର ଗୁଣନ କଲେ ହେବ 9261 ବିଭକ୍ତ 20କୁ 3 ଥର ଗୁଣନ କଲେ କେତେ ହେବ? 20 ଗୁଣନ 20 ଗୁଣନ 20, ତାମାନେ 2 ଗୁଣନ 2 ଗୁଣନ 2 ହେବ 8। 20ରେ ଗୋଟେ ଶୂନ, 3ଟି 20ରେ 3ଟି ଶୂନ, ତେଣୁ ହେଇଯିବ 8000। 2ଟା ଶୂନ 2ଟା ଶୂନ କଟିଲା। ଏ 8 କେ 8, 80କୁ 8 ଦ୍ୱାରା ଭାଗ କଲେ 10, 9261 ବିଭକ୍ତ 10 ଯାହା 9261 ଲେଖିଦେବା। ଏଠି ଗୋଟେ ଶୂନ ରହିଛି, ତେଣୁ ଦକ୍ଷିଣ ପାର୍ଶ୍ୱରୁ ଗୋଟେ ଅଙ୍କ ଛାଡ଼ିକି ଦଶମିକ ଚିହ୍ନ ବସେଇଦେବା। ତାହେଲେ ସମୂଳ ଚକ୍ରବୃଦ୍ଧି ସୁଧ 926 ଟଙ୍କା 10 ପଇସା ହେବ। 926.1 କହିବା ଯାହା 926.10 କହିବା ସେଇଆ। ଇଏ ହେଲା ଏତିକି ଟଙ୍କା। ଅତଏବ ଚକ୍ରବୃଦ୍ଧି ସୁଧ। ଚକ୍ରବୃଦ୍ଧି ସୁଧ କେମିତି ବାହାରିବ? ସମୂଳ ଚକ୍ରବୃଦ୍ଧି ସୁଧରୁ ଯଦି ଆମେ ମୂଳଧନ ବିୟୋଗ କରିଦେବା ତାହେଲେ ଆମେ ଚକ୍ରବୃଦ୍ଧି ସୁଧ ପାଇଯିବା। ଅତଏବ ଚକ୍ରବୃଦ୍ଧି ସୁଧ ସମାନ ସମୂଳ ଚକ୍ରବୃଦ୍ଧି ମାଇନସ୍ ମୂଳଧନ ସମାନ ଟ 926.10 ମାଇନସ୍ ଟ 800 ସମାନ କେତେ ହେବ? 126 ଟଙ୍କା 10 ପଇସା। ତାମାନେ ଟ 126.10। ଏଇଟା ହେଇଗଲା ଆମର ଉତ୍ତର। ଉଦାହରଣ 4 ଶତକଡ଼ା 12 ଶତକଡ଼ା ହାରରେ କେତେ ବର୍ଷ ପାଇଁ 5400 ଟଙ୍କା ବ୍ୟାଙ୍କରେ ରଖିଲେ ସମୂଳ ଚକ୍ରବୃଦ୍ଧି 6773 ଟଙ୍କା 76 ପଇସା ହେବ। ଏଠାରେ ମୂଳଧନ P
ସମାନ 5400 ଟଙ୍କା। ସୁଧର ହାର r ଶତକଡ଼ା ସମାନ 12 ଶତକଡ଼ା। ସମୟ ସମାନ n ସ୍ଥିର କରିବାକୁ ହେବ। ଆମେ ଜାଣୁ a ସମାନ p ହୋଲ୍ ଇଣ୍ଟୁ 1 ପ୍ଲସ୍ r ବାଇ 100 ଟୁ ଦ ପାୱାର n। ଦିସ୍ ଇମ୍ପ୍ଲାଇଜ୍ a କେତେ ଦେଇଦେଇଛି 6773 ଟଙ୍କା 76 ପଇସା। ତାହେଲେ 6773.76 ଟଙ୍କା ସମାନ p ଜାଗାରେ ଲେଖିବା 5400 ହୋଲ୍ ଇଣ୍ଟୁ 1 ପ୍ଲସ୍ r କେତେ 12 ବିଭକ୍ତ 100 ଟୁ ଦ ପାୱାର n। ଆମେ n କେତେ ଜାଣିନେ, ତାକୁ ସ୍ଥିର କରିବା। ଦିସ୍ ଇମ୍ପ୍ଲାଇଜ୍ এই 5400 ଆମେ ଯଦି ବାମ ପାର୍ଶ୍ୱକୁ ଆଣିବା ହରଣ ହେଇଯିବ, କାରଣ ଏଠି ଗୁଣନ ହେଇକି ରହିଛି। ତାହେଲେ 6773.76 ବିଭକ୍ତ 5400 ସମାନ 1 ପ୍ଲସ୍ এই 12 ବିଭକ୍ତ 100କୁ ଯଦି ଆମେ ଲଘିଷ୍ଠ ରୂପରେ ଲେଖିବା କେତେ ହେବ? ଏ 12 4 ଦ୍ୱାରା ବିଭାଜ୍ୟ, 100 ମଧ୍ୟ 4 ଦ୍ୱାରା ବିଭାଜ୍ୟ। 12କୁ 4 ଦ୍ୱାରା ଭାଗ କଲେ 3, 100କୁ 4 ଦ୍ୱାରା ଭାଗ କଲେ 25। ତାହେଲେ 12 ବିଭକ୍ତ 100 ବଦଳରେ ଆମେ ଲେଖିଲେ 3 ବିଭକ୍ତ 25 ହୋଲ୍ ଟୁ ଦ ପାୱାର n। ଦିସ୍ ଇମ୍ପ୍ଲାଇଜ୍ ଏହି ସଂଖ୍ୟାରେ ଯଦି ଆମେ ଲବରେ 100 ଗୁଣନ କରିବା ଏବଂ ହରରେ 100 ଗୁଣନ କରିବା ତଥାପି ମୂଲ୍ୟ ସମାନ ରହିବ। ଲବରେ 100 ଗୁଣନ କଲେ କ'ଣ ହେବ? এই ଦଶମିକ ସଂଖ୍ୟାଟି ଗୋଟିଏ ପୂର୍ଣ୍ଣ ସଂଖ୍ୟା ହୋଇଯିବ। ତେଣୁ ଆମେ ଲବରେ 100 ଗୁଣନ କରିବା, ହରରେ ମଧ୍ୟ 100 ଗୁଣନ କରିବା। ଏହି ସଂଖ୍ୟାଟିରେ 100 ଗୁଣନ କଲେ এই ଦଶମିକ ଉଠିଯିବ 677376 ବିଭକ୍ତ এই 5400ରେ 100 ଗୁଣନ କଲେ କେତେ ହେବ? 5400 ଆଉ ଦୁଇଟା ଶୂନ ବଢ଼ିଯିବ ସମାନ ଇଏ କେତେ ହେବ? 1 ଯାହା 25 ବିଭକ୍ତ 25 ସେଇଆ। ତାହେଲେ 25 ବିଭକ୍ତ 25 ମିଶାଣ 3 ବିଭକ୍ତ 25 କେତେ ହେବ? 28 ବିଭକ୍ତ 25। ତାହେଲେ ଏ ହେଇଗଲା 28 ବିଭକ୍ତ 25 ଟୁ ଦ ପାୱାର n। ଦିସ୍ ଇମ୍ପ୍ଲାଇଜ୍ ଏହି ବଡ଼ ସଂଖ୍ୟାଟିକୁ ଯଦି ଆମେ ଲଘିଷ୍ଠ ରୂପରେ ପ୍ରକାଶ କରିବା ତାହେଲେ ସେଥିପାଇଁ ଆମକୁ ଅଧିକ ସମୟ ଲାଗିବ। ଏଠି ଦକ୍ଷିଣ ପାର୍ଶ୍ୱରେ 28 ବିଭକ୍ତ 25 ଟୁ ଦ ପାୱାର n ରହିଛି। ତାହେଲେ ଏହା ଏକ ଘାତ ରାଶି ଯାହାର ଆଧାର 28 ବିଭକ୍ତ 25। ଏ ବାମ ପାର୍ଶ୍ୱକୁ ମଧ୍ୟ ଆମେ ଗୋଟେ ଘାତ ରାଶିରେ ପ୍ରକାଶ କରିବା, ଯେମିତିକି ଆଧାର ରହିବ 28 ବିଭକ୍ତ 25, ଯାହାଫଳରେ n ର ମୂଲ୍ୟ କେତେ ଆମେ ଜାଣିପାରିବା। ଏହି ସଂଖ୍ୟାଟି ଆମକୁ ସହଜ ଲାଗୁଛି କାରଣ ଦକ୍ଷିଣ ପାର୍ଶ୍ୱରେ କେବଳ ଶୂନ ଗୁଡ଼ିକ ରହିଛି। ସେଥିପାଇଁ ପ୍ରଥମେ ଦେଖିବା 25କୁ କେତେ ଥର ଗୁଣନ କଲେ ଏହି ସଂଖ୍ୟାଟି ହେଉଛି। 54ର ଦକ୍ଷିଣ ପାର୍ଶ୍ୱରେ 4ଟି ଶୂନ। 25 ଦ୍ୱାରା ଭାଗ କରିବା, 25 ଦୁଣେ 50 ବଳିଲା 4 ଓହ୍ଲେଇଲା 0 40 ହେଲା। 25 କେ 25, ତାହେଲେ 40ରୁ 25 ଗଲେ 15 ଓହ୍ଲେଇଲା 0 150 2500 150, ତାହେଲେ 150ରୁ 150 ଗଲେ 0 এই ଦୁଇଟା ଶୂନ ବଳିଲା, ଆମେ ଦୁଇଟା ଶୂନ ଦେଇଦେବା। ପୁଣି ଥରେ 25 ଦ୍ୱାରା ଭାଗ କରିବା। ପ୍ରଥମେ 216କୁ 25 ଦ୍ୱାରା ଭାଗ କରିବା। 25 ଅଷ୍ଟା 200, 216ରୁ 200 ଗଲେ 16 ଓହ୍ଲେଇଲା 0 ହେଲା 160। 2500 150, ତାହେଲେ 160ରୁ 150 ଗଲେ 10 ଓହ୍ଲେଇଲା 0 ହେଲା 100 25 ଚଉ 100। এই 864 ଆଉ 25 ଦ୍ୱାରା ବିଭାଜ୍ୟ ହେବ ନାହିଁ। ଇଏ ହେଉଛି 5,40,000। 5,40,000କୁ ଆମେ ଚାହିଁଥିଲେ 25 ଆଧାର ବିଶିଷ୍ଟ ଘାତ ରାଶିରେ ପ୍ରକାଶ କରିବା ପାଇଁ, କିନ୍ତୁ ଆମେ କରିପାରିଲେ ନାହିଁ। ଇଏ କେତେ ହେଉଛି? 25 ସ୍କୋୟାର ଗୁଣନ 864। ଏଠି 28 ବିଭକ୍ତ 25 ଟୁ ଦ ପାୱାର n ଅଛି, ତାମାନେ 28 ଟୁ ଦ ପାୱାର n ବିଭକ୍ତ 25 ଟୁ ଦ ପାୱାର n। ତାହେଲେ ଏଠି ବି ସେମିତି 25 ଟୁ ଦ ପାୱାର n କରିବା, କିନ୍ତୁ ଏଠି ଆମେ ପାଉଛୁ 25ର ସ୍କୋୟାର। ଏ ତକ ଅଡ଼ୁଆ କରୁଛି, ତାହେଲେ ନିଶ୍ଚିତ ଭାବରେ এই সংখ্যাটি 864 দ্বারা বিভাজ্য। এই সংখ্যাটিকে 864 দ্বারা ভাগ কলে আসিব 25 গুণন 25 অর্থাৎ 25 স্কোয়ার। তাহলে 6,77,376 এই সংখ্যাটিকে আমি 28 আধার বিশিষ্ট ঘাত রাশির প্রকাশ করিবা। এথুরু জনা পড়ুছি এ নিশ্চিত কেতে হব 28 স্কোয়ার গুণন 864। তেণু 28 স্কোয়ার গুণন 864 বিভক্ত 25 স্কোয়ার গুণন 864 কেতে হব 864 864 কটিଯିବ 28 স্কোয়ার বিভক্ত 25 স্কোয়ার রহিব। তাহলে এটি আমি সিধা সড়ক লেখিবা 28 বিভক্ত 25 র স্কোয়ার সমান 28 বিভক্ত 25 to the power n. This implies n is equal to 2.
ଅତଏବ 25 ଗୁଣନ 25 ତାହେଲେ 25ର ସ୍କୋୟାର। 25ର ସ୍କୋୟାର ହେଉଛି 625 କାରଣ 5ର ସ୍କୋୟାର ହେଉଛି 25। ଏକକ ସ୍ଥାନର ଅଙ୍କକୁ ବୁଝିଦେଲେ ଆମକୁ 2 ଦେଖାଦେଉଛି। 2କୁ ତାର ପରବର୍ତ୍ତୀ ସଂଖ୍ୟା ସହିତ ଗୁଣିଲେ କେତେ ହେବ? 2 ଗୁଣନ 3 ସମାନ 6। ତାହେଲେ 25ର ସ୍କୋୟାର 625। ତାହେଲେ ଏଇଟା କେତେ ହେବ? 28 ସ୍କୋୟାର ଗୁଣନ 864। 864 କଟିଯିବ। 28 ସ୍କୋୟାର କେତେ ହେବ? 28 ସ୍କୋୟାର କେତେ? 28 ପ୍ଲସ୍ 2 ହୋଲ୍ ଇଣ୍ଟୁ 28 ମାଇନସ୍ 2 ପ୍ଲସ୍ 2ର ସ୍କୋୟାର। 28 ପ୍ଲସ୍ 2 ହେଉଛି 30 ଇଣ୍ଟୁ 28 ମାଇନସ୍ 2 ହେଉଛି 26 ପ୍ଲସ୍ 2ର ସ୍କୋୟାର ହେଉଛି 4। ଏ 318 8 ରଖିନେବା 1 3 ଦୁଣେ 6 1 7 ଏଠି ଗୋଟେ 0 780 ମିଶାଣ 4 784। ତାହେଲେ ଏଠି ଆମେ ଯଦି ଚାହିଁବା ଲେଖିପାରିବା 784 ବିଭକ୍ତ 625 ସମାନ 28 ବିଭକ୍ତ 25 ଟୁ ଦ ପାୱାର n। 784 ବିଭକ୍ତ 625 କହିବା ଯାହା 28 ବିଭକ୍ତ 25ର ସ୍କୋୟାର କହିବା ସେଇଆ। ତାହେଲେ 28 ବିଭକ୍ତ 25ର ସ୍କୋୟାର ସମାନ 28 ବିଭକ୍ତ 25 ଟୁ ଦ ପାୱାର n। ତେଣୁ nର ମୂଲ୍ୟ 2। ଅତଏବ 12 ଶତକଡ଼ା ହାରରେ 2 ବର୍ଷ ପାଇଁ 5400 ଟଙ୍କା ବ୍ୟାଙ୍କରେ ରଖିଲେ ସମୂଳ ଚକ୍ରବୃଦ୍ଧି ଟ 6773.76 ହେବ। ଆନ୍ସର ଉଦାହରଣ 5 ଗୋଟିଏ ଗ୍ରାମର ଲୋକ ସଂଖ୍ୟା 8000। ପ୍ରତିବର୍ଷ ଲୋକ ସଂଖ୍ୟା 10 ଶତକଡ଼ା ହାରରେ ବୃଦ୍ଧି ପାଇଲେ 3 ବର୍ଷ ପରେ ସେହି ଗ୍ରାମର ଲୋକ ସଂଖ୍ୟା କେତେ ହେବ? ତାହେଲେ ଗ୍ରାମର ଲୋକ ସଂଖ୍ୟା 8000। ପ୍ରତିବର୍ଷ ଲୋକ ସଂଖ୍ୟା 10 ଶତକଡ଼ା ହାରରେ ବୃଦ୍ଧି ପାଉଛି। 3 ବର୍ଷ ପରେ ସେ ଗ୍ରାମର ଲୋକ ସଂଖ୍ୟା କେତେ ହେବ ଆମେ ନିର୍ଣ୍ଣୟ କରିବା। ଏଥିରୁ ଆମେ କ'ଣ ଜାଣୁଛେ? ଗୋଟେ ବର୍ଷ ପରେ ସେହି ଗ୍ରାମର ଲୋକ ସଂଖ୍ୟା କେତେ ବଢ଼ିବ? 8000ର 10 ଶତକଡ଼ା। 8000ର 10 ଶତକଡ଼ା ହେଉଛି 8000 ଗୁଣନ 10 ବିଭକ୍ତ 100 ସମାନ 800। ତାହେଲେ ଗୋଟେ ବର୍ଷ ପରେ ସେ ଗାଁର ଲୋକ ସଂଖ୍ୟା ହେଇଯିବ 8800। 2 ବର୍ଷ ପରେ ସେ ଗାଁର ଲୋକ ସଂଖ୍ୟା କେତେ ହେବ? ଦ୍ୱିତୀୟ ବର୍ଷର ଆରମ୍ଭରେ ସେ ଗାଁର ଲୋକ ସଂଖ୍ୟା 8800। ସେଇ 8800ର 10 ଶତକଡ଼ା ଯେତିକି ସେତିକି ଲୋକ ସଂଖ୍ୟା ସେହି ବର୍ଷ ବଢ଼ିବ। ତାହେଲେ 8800ର 10 ଶତକଡ଼ା ହେଉଛି 880। ତେଣୁ 2 ବର୍ଷ ପରେ ସେ ଗାଁର ଲୋକ ସଂଖ୍ୟା କେତେ ହେବ? 8800 ମିଶାଣ 880। ତାହେଲେ ଏଠି ଆମେ କ'ଣ ଦେଖୁଛେ? ଯେଉଁ 10 ଶତକଡ଼ା ବୃଦ୍ଧି ଘଟୁଛି ତାହା 8000ର 10 ଶତକଡ଼ା ସବୁବେଳେ ବୃଦ୍ଧି ପାଉନାହିଁ। ପ୍ରଥମ ବର୍ଷ 8000ର 10 ଶତକଡ଼ା, ତାପରେ 8800ର 10 ଶତକଡ଼ା, ଏମିତି ବଢ଼ି ବଢ଼ି ଚାଲିଛି, ଯାହାକି ଚକ୍ରବୃଦ୍ଧି ସୁଧ ହିସାବ ପରି ହେଉଛି। ତେଣୁ ସମୂଳ ଚକ୍ରବୃଦ୍ଧି ସୁଧ ଆମେ ଯେମିତି ନିର୍ଣ୍ଣୟ କରୁଛେ ସେହି ଗ୍ରାମର ଲୋକ ସଂଖ୍ୟାକୁ ମଧ୍ୟ ଆମେ ସେମିତି ନିର୍ଣ୍ଣୟ କରିବା। ତାହେଲେ ଗ୍ରାମର ଲୋକ ସଂଖ୍ୟା ପାଇବା ପାଇଁ ସୂତ୍ର କ'ଣ? p ହୋଲ୍ ଇଣ୍ଟୁ 1 ପ୍ଲସ୍ r ବାଇ 100 ଟୁ ଦ ପାୱାର n। ଏଠାରେ ପ୍ରାରମ୍ଭିକ ଲୋକ ସଂଖ୍ୟା p ସମାନ 8000। ବାର୍ଷିକ ବୃଦ୍ଧିର ହାର r ଶତକଡ଼ା ସମାନ 10 ଶତକଡ଼ା। ସମୟ n ସମାନ 3 ବର୍ଷ। ଅତଏବ 3 ବର୍ଷ ପରେ ଗ୍ରାମର ଲୋକ ସଂଖ୍ୟା a ସମାନ p ହୋଲ୍ ଇଣ୍ଟୁ 1 ପ୍ଲସ୍ r ବାଇ 100 ଟୁ ଦ ପାୱାର n ସମାନ p କେତେ? 8000 ହୋଲ୍ ଇଣ୍ଟୁ 1 ପ୍ଲସ୍ r ହେଉଛି 10 ବିଭକ୍ତ 100 ଟୁ ଦ ପାୱାର 3। ଗୋଟେ ଶୂନ କଟିଲା। ତାହେଲେ ସମାନ 8000 ହୋଲ୍ ଇଣ୍ଟୁ ଏଠି ରହିଛି 1 ବିଭକ୍ତ 10, ଏଠି ରହିଛି 1 କହିବା ଯାହା 10 ବିଭକ୍ତ 10 କହିବା ସେଇଆ। ତେଣୁ 10 ବିଭକ୍ତ 10ରେ ଯଦି ଆମେ 1 ବିଭକ୍ତ 10 ଯୋଗ କରିବା ହେଇଯିବ 11 ବିଭକ୍ତ 10। ତେଣୁ 11 ବିଭକ୍ତ 10 ଟୁ ଦ ପାୱାର 3 ସମାନ 8000 ଗୁଣନ এই 11 ବିଭକ୍ତ 10ର କ୍ୟୁ ମାନେ 11 କ୍ୟୁ ବିଭକ୍ତ 10 କ୍ୟୁ। 11କୁ 3 ଥର ଗୁଣିଲେ ହେବ 1331
ବିଭକ୍ତ ଏ 10କୁ 3 ଥର ଗୁଣନ କଲେ ହେଇଯିବ 1000। 3ଟି ଶୂନ କଟିଗଲା। ତାହେଲେ କେତେ ରହିଲା? 8 ଗୁଣନ 1331 ସମାନ କେତେ ହେବ? 8 କେ 8, 8 3 24, 4 ରଖିନେବା 2, 8 3 24, 24ରେ 2 ଯୋଗ କଲେ 26, 6 ରଖିନେବା 2, 8 କେ 8, 2 ଯୋଗ କଲେ 10। ତାହେଲେ ଇଏ ହେଇଗଲା 10,648। ଅତଏବ 3 ବର୍ଷ ପରେ ଉକ୍ତ ଗ୍ରାମର ଲୋକ ସଂଖ୍ୟା 10,648 ହେବ।